नमस्कार सांग माने किछि परिवार रे एमिति भी देखा जाए सान जाटी को अस्त्र भाव में व्यवहार करती घरर शाशु नणंद शशुर एमाने समस्ते बड़ बोहू उपरे थिबा राग बा बड़ बोहू करिथिबा जुक्ति किंबा बड़ बोहू करिथिबा भूल को ସେଇଟା को सुझेଇବା ପାଇଁ ସାନ ବୋହୂର ବ୍ୟବହାର କରନ୍ତି କିନ୍ତୁ କିଛି ସାନ ଭଉଣୀ ସେଟା ଜାଣି ପାରନ୍ତି ନାହିଁ। ସେ କ'ଣ କରନ୍ତି କି ସେ ଭାବନ୍ତି ମୋତେ ବଡ଼ ଠାରୁ ତ ଭଲ କହୁଛନ୍ତି ଭଲ ପାଉଛନ୍ତି ବୋଧେ ମୋତେ ବଡ଼ ସହି ପାରୁନି ମୋତେ ଈର୍ଷା କରୁଛି। ସତରେ ପ୍ରକୃତରେ ସେ ଈର୍ଷା କରେନି। ବଡ଼ ବୋହୂଟି ନା ଯେତେ ଦିନ ଯାଏ ସହିକି ଚୁପଚାପ ରହିଯାଇଥିବ କେତେ କେତେ କଷ୍ଟକୁ ଆଗ ମାନେ ସାମ୍ନା କରିଥିବ ଯେତେବେଳେ ସାନ ବୋହୂଟି ଆସେ ନା ସେ ତାର ସାତ ସିଂହର ବଳ ପଳେଇ ଆସେ। ଯାହା ହଉ ମୋ ସହିତ ମୋ ଯାହା ଆସିଗଲା ମୁଁ ଏବେ ଏମାନଙ୍କୁ ଠିକ୍ ଉତ୍ତର ଦେଇପାରିବି। ସେଇ ଉତ୍ତର ଦେବା ପୂର୍ବରୁ ଏମାନେ ସାନ ବୋହୂକୁ ଏମିତି ମାନେ ଚକିରେ ବସେଇ ଦିଅନ୍ତି ଏମିତି ତମକୁ ମାନଙ୍କୁ ବ୍ୟବହାର କରନ୍ତି ସେ ସାନ ଭଉଣୀ ମାନଙ୍କୁ ବଡ଼ ବୋହୂଟିକୁ କିମ୍ବା ବଡ଼ ପୁଅଟିକୁ ତାଙ୍କରି ମାଧ୍ୟମରେ ତମକୁ ଅସ୍ତ୍ର କରିକି ହିଁ ସେମାନେ ତାଙ୍କୁ କଷ୍ଟ ଦିଅନ୍ତି। କିନ୍ତୁ ତମମାନଙ୍କର ଆଖିରେ ଅନ୍ଧପୋଟୁଳି ଭଳିଆ ବାନ୍ଧି ଦିଅନ୍ତି ଯେ ଆମେ ତତେ ବହୁତ ଭଲ ପାଉଛୁ ବଡ଼ ତତେ ସହିପାରୁନାହିଁ। ବଡ଼ କାହିଁକି ସହିପାରିବନି? ବଡ଼ ତ ନିଶ୍ଚିତ ତମ ଆଗରୁ ଆସିଛି କାମ ଦାମରେ ଶିଖି ଯାଇଥିବ ଘର କାମରେ ବହୁତ କିଛି ଶିଖି ଯାଇଥିବ ଜାଣି ଯାଇଥିବ ତ ତାର କେଉଁଠି ଅସୁବିଧା ରହିଲା? ନାଇଁ ନାଇଁ ଅସୁବିଧା ସେଇମାନଙ୍କର ଥାଏ ଯେଉଁମାନେ ତମକୁ ବ୍ୟବହାର କରନ୍ତି। ଆଉ ଯାହା ବଳକା ବାକି ରହିଯାଇଥିବ ରାଗ ସୁଝେଇବା ପାଇଁ ସେ ତମରି ମାଧ୍ୟମ ଦେଇକି ସୁଝାନ୍ତି। ସେଇଥିପାଇଁ ସାନ ଭଉଣୀମାନେ ସାବଧାନ କେବେ ବଡ଼ ଯାହା ସହିତ ଝଗଡ଼ା କରନି କି ଶତ୍ରୁତା କରନି। ସେମାନେ ଯାହା କହିଲେ ହଁ ମାରିଦିଅ କିନ୍ତୁ ସବୁବେଳେ ବଡ଼ ଯାହାର ସାଥ ଦିଅ। ତମେ ମାନେ ସାଙ୍ଗ ହେଇକି ରହିଲେ ନା ସବୁଦିନ ପାଇଁ ରହିବ କିନ୍ତୁ ସେମାନେ ରହିବେନି। ଜୟ ଜଗନ୍ନାଥ।